ବିରୋଧୀ ତମକୁ ଦେବ। ଯଦି ଆପଣ ମାନେ ଖ୍ରୀଷ୍ଟ ଆସିଲା ବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ଆସିବେ ଯିବେ ନାହିଁ, କାଳେ ବଶତଃ କିଛି ନା କିଛି ପାପ କରିକି କିଛି ନା କିଛି ଭୁଲ କରିକି ଯଦି ରହିଯିବେ, ତାହେଲେ ଜଙ୍ଗଲକୁ ଚିପ୍ ନିଅନ୍ତୁ ନାହିଁ। ନହେଲେ ଯଦି ଧରା ପଡ଼ିବେ, ଖ୍ରୀଷ୍ଟ ବିରୋଧୀ ତମକୁ ମାରିଲେ ମାରୁ, ମାତ୍ର ତମେ ଚିପ୍ ନେବ ନାହିଁ। ଚିପ୍ ନେଲେ କଣ ହେବ? ନରକରେ ପଡ଼ିବ। ସେଥିପାଇଁ ଯେତେବେଳେ ଦୁଇ ଜଣ ଦାସ ପ୍ରଚାର କରିବା ପାଇଁ ଆସିଲେ, ପ୍ରଭୁ ପଠେଇଲେ, ସେ ଦୁଇ ଜଣଙ୍କର ଦାସଙ୍କର ପ୍ରଚାର ଶୁଣିକି ଅନେକ ଲୋକମାନେ ପରିବର୍ତ୍ତନ ହେଇଥିବା ଲୋକମାନେ କଣ କରିବେ? ଜଙ୍ଗଲରେ ପଳେଇବେ। ସେମାନେ ରହିବେ ନାହିଁ, ଚିପ୍ ନେବେ ନାହିଁ ସେମାନେ, କାରଣ ସେମାନେ ଗ୍ରହଣ କଲେ ପ୍ରଭୁଙ୍କର ପ୍ରଚାର ଭବିଷ୍ୟତ ବିଷୟକୁ। ସେମାନେ ସମସ୍ତେ ଥିବେ ଜଙ୍ଗଲରେ ଯିବେ। ଆଉ ଯେଉଁମାନେ ରହିଲେ ସେମାନଙ୍କୁ ଚିପ୍ ଦିଆ ହବ। ଆଉ ଖ୍ରୀଷ୍ଟ ବିରୋଧୀ କହିବ ମୋର ମୂର୍ତ୍ତିକୁ ପ୍ରଣାମ କର, ଯଦି ନ କଲେ ସେମାନଙ୍କୁ ଖ୍ରୀଷ୍ଟ ବିରୋଧୀ ସମସ୍ତଙ୍କୁ ମାରିଦେବ। ଏଇଟା ସ୍ୱିଡେନର ଷ୍ଟକହୋମ, এই ଦେଶର ଏଇଟା ରାଜଧାନୀ। ଆମର ଯେମିତି ଦିଲ୍ଲୀ ରାଜଧାନୀ, ସେମିତି ଷ୍ଟକହୋମ ରାଜଧାନୀ। এই ଦେଶର ଲୋକମାନଙ୍କୁ ପ୍ରାୟ କର୍ମଚାରୀମାନଙ୍କୁ ଚିପ୍ ଦିଆ ହେଇସାରିଲାଣି। ତେଣୁ ମୁଁ ଶୀଘ୍ର ଯିବି ଯେ ଆମେ ଖ୍ରୀଷ୍ଟ ବିରୋଧୀ ସମୟରେ ଆମେ ତ ଏଠି ରହିବା ନାହିଁ, ଏଠି ରୁହନ୍ତୁ ନାହିଁ। ଖ୍ରୀଷ୍ଟ ବିରୋଧୀ ସମୟରେ ଯେମିତି ହେଲେ ବି ପ୍ରଭୁ ଆସିଲା ବେଳେ ପ୍ରଭୁଙ୍କ ସହିତ ଯାଆନ୍ତୁ। ହାଲେଲୁୟା। ତେଣୁ ଏଠି ରୁହନ୍ତୁ ନାହିଁ। ଏ ବିପତ୍ତିରୁ ଦେଖ, ଖଡଗରୁ ଆଉ ଦୁର୍ଭିକ୍ଷରୁ ଆଉ ବହୁତ ପ୍ରକାର ମାରିଲୁ ମୃତ୍ୟୁରୁ ଯଦି ତମେ ବଞ୍ଚିବ, ଏବଂ এই ସବୁ ବିପଦ, ଜଙ୍ଗଲ ପୋଡ଼ିଯିବ, ସମୁଦ୍ର ତିନି ଭାଗରୁ ଭାଗେ ରକ୍ତ ହେବ, ତାପରେ ମେଘନା ତାରା ପଡ଼ିବ, ତିକ୍ତ ହେବ, ଲୋକମାନେ ମରିଯିବେ, ତାପରେ ପଙ୍ଗପାଳ, ତାପରେ ଘୋଡ଼ା, ଏ ସବୁ ମୃତ୍ୟୁରୁ ଯଦି ତମେ ବଞ୍ଚିଥିବ ହେଲେ ଜଙ୍ଗଲରେ ପଡ଼। ନହେଲେ ଖ୍ରୀଷ୍ଟ ବିରୋଧୀ ଧରିଲେ ତମକୁ ମାରିଦେଲେ ମାରିଦଉ, ମାତ୍ର ଚିପ୍ ନେବ ନାହିଁ। ତେଣୁକରି ମୁଁ ଆପଣମାନଙ୍କୁ କହୁଛି, ଆମେ ପଢିବା ପ୍ରକାଶିତ ବାକ୍ୟ 15:1 ପଦ ପଢ। प्रकाशित वाक्य 15:1। फिर मैंने स्वर्ग में एक और बड़ा और अद्भुत चिन्ह देखा। जोर से एंटी पढ़िए। हाँ। फिर मैंने स्वर्ग में एक और बड़ा और अद्भुत चिन्ह देखा। एक बड़ा और अद्भुत चिन्ह देखा, अर्थात 7 स्वर्गदूत। हाँ, 7 स्वर्गदूत जिनके पास 7 अंतिम विपत्तियां थी। जिनके पास 7 अंतिम विपत्ति थी, क्योंकि उनके समाप्त हो जाने पर अंतिम समय समाप्त है। 7 विपत्ति ए 7 जन दूत माने धरिछंती, जो पात्र रे परमेश्वरकर क्रोध धरिकी अछंती, सुनार पात्र धरिकी अछंती, से माने पृथ्वी ऊपर ढाळिबे। सेही 7 विपत्ति। 7 पद पढिय, उड़िया रे पढ। ସେଥିରେ 4 ପ୍ରାଣୀଙ୍କ ମଧ୍ୟରୁ, ସେଥିରେ 4 ପ୍ରାଣୀଙ୍କ ମଧ୍ୟରୁ, 4 ପ୍ରାଣୀ କୋଠି ଅଛନ୍ତି? ମାନେ ସ୍ୱର୍ଗରେ ଅଛନ୍ତି। 4 ପ୍ରାଣୀଙ୍କ ମଧ୍ୟରୁ ଗୋଟିଏ ପ୍ରାଣୀ ଅନନ୍ତ ଜୀବୀ, ଈଶ୍ୱରଙ୍କ କ୍ରୋଧରେ ପରିପୂର୍ଣ୍ଣ ସପ୍ତ ସୁବର୍ଣ୍ଣ ପାତ୍ର ସେହି ସପ୍ତ ଦୂତଙ୍କୁ ଦେଲେ। ସପ୍ତ ସୁବର୍ଣ୍ଣ ପାତ୍ର, এটা ସୁନାର ପାତ୍ର ମାନେ ସେଇ 7 ଜଣ ଦୂତଙ୍କୁ ଦେଲେ। ତାପରେ ଆଉ ଈଶ୍ୱରଙ୍କ ଗୌରବ ଶକ୍ତିର ଧୂମରେ ମନ୍ଦିର ପରିପୂର୍ଣ୍ଣ ହେଲା। ସପ୍ତ ଦୂତଙ୍କୁ ସପ୍ତ କ୍ଲେଶ ସମାପ୍ତ ନ ହେବା ପର୍ଯ୍ୟନ୍ତ କେହି ମନ୍ଦିରରେ ପ୍ରବେଶ କରିପାରିବେ ନାହିଁ। ସପ୍ତ ଦୂତଙ୍କର ସପ୍ତ କ୍ଲେଶ ସମାପ୍ତ ନ ହେବା ପର୍ଯ୍ୟନ୍ତ କେହି ମଧ୍ୟ ମନ୍ଦିରରେ ପ୍ରବେଶ କରିପାରିବେ ନାହିଁ। ହାଲେଲୁୟା। या पर जो क्लेश आसुची, एहाकु बाइबल कोहे महा क्लेश, महा संकटर दिन, महा क्रोधर दिन, मेष साधनकर महा क्रोधर दिन। आमे जदि पढ़िबा 16 पर्व 1 पद, सेठी लेखा अछि। पढ़ନ୍ତୁ। तत्ପରେ ମୁଁ ମନ୍ଦିର ମଧ୍ୟରୁ ଗୋଟିଏ ଉଚ୍ଚ ସ୍ୱର ଶୁଣିଲି। କୋଠୁ ମନ୍ଦିର ମଧ୍ୟରୁ, ଜିନିଷ ମନ୍ଦିର
ସ୍ୱର ଶୁଣିଲେ ତାହା ସପ୍ତ ଦୂତକୁ କହିଲା, ତାହା ପ୍ରଥମ ଦୂତକୁ କହିଲା, ଯାଅ ଈଶ୍ୱରଙ୍କ କ୍ରୋଧର ସପ୍ତ ପ୍ରାନ୍ତ ପୃଥିବୀ ଉପରେ ଢାଳ। ସପ୍ତ ପାତ୍ର ପୃଥିବୀ ଉପରେ ସପ୍ତ ପାତ୍ର ପୃଥିବୀ ଉପରକୁ ଢାଳ। ଆମେ ଦୁଇ ପଦ ପଢିବା, ହିନ୍ଦୀରେ ପଢିବା। अतः हाँ पहले स्वर्गदूत ने जाकर पहला स्वर्गदूत ने जाकर अपना कटोरा पृथ्वी पर उंडेला। अपना कटोरा पृथ्वी पर उंडेला। तब उन मनुष्य के जिन पर पशु की छाप थी जिन पर पशु के छाप थी और जो उसकी मूर्ति की पूजा करते जो थे, जन मूर्ति को पूजा की एक प्रकार का बुरा एक प्रकार का बुरा दुखदायी फोड़ा निकला। जो प्रथम दूत যেতବେଳେ ପୃଥିବୀ ଉପରେ ଢାଳିଲେ, ମନୁଷ୍ୟର ଦେହ ଶରୀରରେ ବଡ଼ ବଡ଼ ଘା ଯାକ ବଥା ଯାକ ହେଲା। ସେ ବଥା ଯାକ ବଥା ହେଲା କାରଣ ପଥ ଉପରେ ପୁଜ ଜମିକି ରହିଲା, ଆଉ ସେ ପଥ ଯାକ ଫାଟିଗଲା ଶରୀରରେ। ଯୋଉମାନେ ଯୋଉମାନେ ଖ୍ରୀଷ୍ଟ ବିରୋଧୀର ଚିହ୍ନ ନେଉଥିଲେ, 666 ନମ୍ବର ଡାହାଣ ହାତରେ କିମ୍ବା କପାଳରେ, ସେମାନଙ୍କର ଶରୀର ପଥରେ ପରିପୂର୍ଣ୍ଣ ହେଲା। ସେମାନଙ୍କ ପଥ ଫାଟିଗଲା, ସେମାନେ ଶରୀରରେ କପଡ଼ା ପିନ୍ଧି ପାରିଲେ ନାହିଁ। ମୁଁ ଆପଣମାନଙ୍କୁ ରିଭିଜନ କରୁଛି, ଶରୀରରେ କପଡ଼ା ପିନ୍ଧି ପାରିଲେ ନାହିଁ। କାହିଁକି? ଏ ମଣିଷମାନେ ଜଗତରେ ଥିବା ସମୟରେ ଅନେକ ପାପ କରିଛନ୍ତି। ଇଏ ମଣିଷ ନିଜ ସ୍ତ୍ରୀ ଥାଉ ଥାଉ ବିବେଚାରରେ ଲିପ୍ତ ଥିଲା। ଇଏ ମଣିଷ ନିଜ ସ୍ତ୍ରୀ ଥାଉ ଥାଉ ଅନ୍ୟ ସ୍ତ୍ରୀ ସହିତ ସମ୍ପର୍କ ଥିଲା, ଏବଂ ଏ ସ୍ତ୍ରୀ ନିଜ ସ୍ୱାମୀ ଥାଉ ଥାଉ ଫୋନରେ ଅନ୍ୟମାନଙ୍କ ସହିତ କଥା ହଉଥିଲା। ଇଏ ଝିଅ ଅନ୍ୟ ପିଲାମାନଙ୍କୁ ନେଇକି ବାହାରେ ବୁଲୁଥିଲା, ଏନ୍ଜୟ କରୁଥିଲା। ଏ ପୁଅ ମଧ୍ୟ ଗୋଟେ ଝିଅକୁ ନେଇକିରି ବାହାରେ ଏନ୍ଜୟ କରୁଥିଲେ, ମାନେ ମଜା କରୁଥିଲେ ଦୁନିଆରେ। ଯେତେବେଳେ ପ୍ରଥମ ମୁଦ୍ରା ପୃଥିବୀ ଉପରେ ଧଳା ହେଲା, ସେମାନଙ୍କ ଶରୀରରେ ଯେତିକି ପାପ କରିକେ ଏ ଜଗତରେ ଥିବେ, ଏମିତି ବଡ଼ ବଡ଼ ପୋଡ଼ା, ଏମିତି ବଡ଼ ବଡ଼ ଘା ଧରିକି ସେମାନେ ପୃଥିବୀରେ ପଡ଼ିକି ରହିବେ। ସ୍ୱାମୀ ସ୍ତ୍ରୀକୁ ଅନେକ କାନ୍ଦୁଥିବ, ସ୍ତ୍ରୀ ସ୍ୱାମୀକୁ ଅନେକ କାନ୍ଦୁଥିବ, ପିଲାମାନେ ବାପା ମାଆକୁ ଅନେକ କାନ୍ଦୁଥିବେ, କିନ୍ତୁ ସେ କି ଉଦ୍ଧାର କରିବା ପାଇଁ କିଏ ଆସିବେ ନାହିଁ। କିଏ କାହାକୁ ସାହାଯ୍ୟ କରିବାର ସମୟ ନଥିବ, ନିଜେ ଛଟପଟ ହୋଇ ମରୁଥିବେ। ଆଉ ଏ ପୁରା ଘା ଯାକ ହେବ, କପଡ଼ା ପିନ୍ଧି ପାରିବେ କି? ସେତେବେଳେ ଘା ଯାକ ବଥା ଯାକ ହୋଇଥିବ, କପଡ଼ା ପିନ୍ଧି ପାରିବେ? ସେମାନେ ନଙ୍ଗଳା ହେଇକି ପୃଥିବୀରେ ରହିବେ, ନଙ୍ଗଳା ହେଇକି ଗୋଟେ ପରିବାରରେ ପଡ଼ିକି ରହିବେ। ତେଣୁକରି ଆମେ ମନ ପରିବର୍ତ୍ତନ କରିବା। ଯୀଶୁ ଯେତେବେଳେ ଆସିବେ ସ୍ୱର୍ଗ ରାଜ୍ୟରେ ଆମମାନଙ୍କୁ ନେବା ପାଇଁ, କାରଣ ପ୍ରଭୁ ଆମମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି, ଦେଖ ମୁଁ ତୁମ୍ଭମାନଙ୍କ ପାଇଁ ଜାଗା ସ୍ଥାନ ପ୍ରସ୍ତୁତ କରିବା ପାଇଁ ଯାଉଛି। ଆଉ ମୁଁ ସ୍ଥାନ ପ୍ରସ୍ତୁତ କରି ସାରିଲା ପରେ ମୁଁ ତୁମ୍ଭମାନଙ୍କୁ ନେବା ପାଇଁ ଆସିବି। ଆଉ ମୁଁ ଯୋଉଠାରେ ଅଛି ରହିବି, ସେ ସ୍ଥାନରେ ଯେପରି ତୁମ୍ଭେମାନେ ରହିବ, ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ନେବା ପାଇଁ ଆସିବି। ସମୟ ହେଇଗଲାଣି ମୋର ମା ମାନେ, ସମୟ ହେଇଗଲାଣି ମୋର ବାପା ମାନେ। ଯୀଶୁ ଶୀଘ୍ର ଆସୁଛନ୍ତି ସେ ଆମମାନଙ୍କୁ ନେବା ପାଇଁ। ହାଲେଲୁୟା, ଜୋରଦାର କରତାଳି ଦେବା। ଏ ବିପତ୍ତିରୁ, ଏ ମହାସଙ୍କଟ କ୍ଲେଶରୁ ରହନ୍ତୁ ନାହିଁ। ଏଠି କେବେ ମଧ୍ୟ ରହନ୍ତୁ ନାହିଁ।
ଆସିବା ପୂର୍ବରୁ ଯୀଶୁ ଯେତେବେଳେ ଆସିବେ ତା ପୂର୍ବରୁ ତମେ ପ୍ରସ୍ତୁତ ହେଇକି ଯୀଶୁକୁ ଜଗିଥାଅ। ଯୀଶୁ ଆସିଲେ ନେଇଯିବେ। ହାଲେଲୁୟା। ତେଣୁ ଆମେ ଦ୍ୱିତୀୟ ପାତ୍ର ଯେତେବେଳେ ଗୋଟେ ଦୂତ ଢାଳି ଦେଲା, ଆମେ ଯଦି 16:3 ପଢିବା, ବଡ ଝିଅ दूसरे स्वर्गदूत ने अपना कटोरा समुद्र पर उठा लिया। ଦ୍ୱିତୀୟ ସ୍ୱର୍ଗଦୂତ ଆପଣା ପାତ୍ର ଯେତେବେଳେ ସମୁଦ୍ର ଉପରେ ଢାଳିଲେ, और वो मरे हुए मनुष्य के लहू जैसा हो गया। ମରିଥିବା ମଣିଷର ରକ୍ତ ପରି ସେ ସମୁଦ୍ର ସବୁ ସମୁଦ୍ର ହେଇଗଲା। ମରିଥିବା ମଣିଷର ରକ୍ତ ଥାଳିରେ ନେଲେ ଏମିତି ଢାଳି ହେବ କି ନାଇଁ, ଚେକା ଚେକା ହେଇକି ଥିବ। ସମୁଦ୍ର ସେମିତି ପାଣି ସବୁ ଚେକା ଚେକା ହେଇଗଲା। ସବୁ ମାଛ ମାନେ ମରିଗଲେ, ସବୁ ଜୀବଜନ୍ତୁ ସବୁ ମରିଗଲେ। ଯେତିକି ପୃଥିବୀରେ ସମୁଦ୍ର ଦେଖୁଛନ୍ତି, ଓଡ଼ିଶାରେ ସମୁଦ୍ର ଅଛି, ଆପଣଙ୍କର ଯେତିକି ଜାଗାରେ ସମୁଦ୍ର ଅଛି, ସବୁ ଦେଶର ସମୁଦ୍ର କଣ ହେଲା? ମଣିଷ ମରିଥିବାର ରକ୍ତ ପରି ହେଲା, ଆଉ ଚେକା ଚେକା ହେଇଗଲା। ସବୁ ଜନ୍ତୁ ମାନେ ମରିଗଲେ, ସବୁ ଜନ୍ତୁ ମାନେ ମରିଗଲେ, ସବୁ ଜନ୍ତୁ ମାନେ ମରିଗଲେ। ଆମେ ପ୍ରଥମ ପାତ୍ର ଯେତେବେଳେ ଢଳା ହେଲା, ମଣିଷ କେମିତି ତା ଶରୀରରେ ସବୁ ଅଙ୍ଗ ପ୍ରତ୍ୟଙ୍ଗରେ ଘା ଯାକ ହେବ। ଆଉ ଦ୍ୱିତୀୟ ପାତ୍ର ଯେତେବେଳେ ଢଳା ହେବ, ସମୁଦ୍ରର ପାଣି ସବୁ ପ୍ରାଣୀ ମଣିଷ ମଲା ରକ୍ତ ପରି ରକ୍ତ ହେବ। ଏବଂ ଆମେ 3 ନମ୍ବର ଯେତେବେଳେ ସ୍ୱର୍ଗଦୂତ ଢାଳିବେ, ସେତେବେଳେ କଣ ହେବ ଆମେ ଦେଖିବା। 3 ନମ୍ବର ଆମେ ପଢିବା। 3 ନମ୍ବର 4 ପଦରୁ 7 ପର୍ଯ୍ୟନ୍ତ। तीसरे स्वर्गदूत ने अपना कटोरा नदियों 3 ନମ୍ବର ସ୍ୱର୍ଗଦୂତ ଆପଣା ପାତ୍ର ନଦୀ ମାନଙ୍କରେ ଯେତେବେଳେ ଢାଳି ଦେଲା, नदियों और पानी के स्रोतों पर उंडेल दिया और वे लहू बन गया। ଓ ଆଉ ସେଟା କଣ ହେଲା? ରକ୍ତ ବନିଗଲା। ଆମର ପୃଥିବୀରେ ସ୍ଥଳଭାଗ 1 ଗୁଣା ହେଲେ ପାଣିଭାଗ 3 ଗୁଣା। ଆମ ପୃଥିବୀରେ ଯେତିକି ନଦୀ ଅଛି, ସବୁ ନଦୀ କଣ ହେଲା? ସ୍ୱର୍ଗଦୂତ 3 ନମ୍ବର ସ୍ୱର୍ଗଦୂତ ଯେତେବେଳେ ନଦୀର ସ୍ରୋତରେ ଢାଳି ଦେଲେ, ସେ ନଦୀର ସ୍ରୋତର ସବୁ ପାଣି କଣ ହେଲା? ରକ୍ତ ହେଇଗଲା। ହାଲେଲୁୟା। ମୁଁ କହିଥିଲି ଯେ ଯୋଉମାନେ ପ୍ରଭୁଙ୍କ ଲୋକମାନଙ୍କୁ ମାରୁଛନ୍ତି, ସେମାନେ ରକ୍ତ ପିଇବେ। ଯେତେବେଳେ 3 ନମ୍ବର ପାତ୍ର ସ୍ୱର୍ଗଦୂତ ମାନେ ନଦୀରେ ଢାଳି ଦେବେ, ସବୁ ମଣିଷ ମାନେ ରକ୍ତ ପିଇବେ, ରକ୍ତକୁ ଗାଧେଇବେ। କେମିତି? ମୁଁ ଆପଣମାନଙ୍କୁ କହୁଛି, ଶୁଣନ୍ତୁ ଧ୍ୟାନ ସହିତ। ଏଟା କାହାଣୀ ନୁହଁ, ଏଟା ମୁଁ ନିଜେ ତିଆରି କରିକି କହୁନାହିଁ। ବାକ୍ୟ ଯାହା କହୁଛି ସେଇଟା ମୁଁ ଆପଣମାନଙ୍କୁ କହୁଛି। ମଣିଷ ଯେତେବେଳେ ଫୁଣା ଧରିକି ବସିଥିବ, ଘା ମାନେ ହେଇକି ଶୋଷ ଲାଗିଥିବ, ସେତେବେଳେ ପାଣି ପିଇବି ବୋଲି ତାଙ୍କ ଘର ଟେପ୍ ଖୋଲିଲା ବେଳକୁ ପାଣି ବାହାରିବ ନାହିଁ, ସେଠି ରକ୍ତ ବାହାରିବ, ରକ୍ତ ବାହାରିବ, ରକ୍ତ। ମଣିଷ ଯେତେବେଳେ ନଳକୂଅରେ ପାଣି ଆଣିଯିବି ବୋଲି ଯିବ, ଆଉ ତାର ବାଲ୍ଟି ନେଇକି ଯେତେବେଳେ ମାରିବ ନଳକୂଅ, ସେତେବେଳେ ପାଣି ବାହାରିବ ନାହିଁ ମୋ ମା ମାନେ, ସେତେବେଳେ ରକ୍ତ ବାହାରିବ, ରକ୍ତ। କୂଅକୁ ଯିବ ବାଲ୍ଟି ଧରିକି, କୂଅରେ କାଳେ ପାଣି ମିଳିବ, କୂଅରେ ଆଉ ପାଣି ନଥିବ, ରକ୍ତ ଥିବ। କାହିଁକି ନା ପରମେଶ୍ୱର ମେଷ ଶାବକ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପିଇବା ପାଣିରେ ହାତ ଦେଲେ, ଏଟା 100% ହେବ। କିଏ ମଧ୍ୟ ଏ ଜଗତରେ ରୁହନ୍ତୁ ନାହିଁ, ପ୍ରଭୁ ଯୀଶୁ ଆସିବା ପୂର୍ବରୁ ମନ ପରିବର୍ତ୍ତନ କରିକି ପ୍ରଭୁଙ୍କୁ ଅପେକ୍ଷା କରି ରହନ୍ତୁ। ଯେତେବେଳେ ପ୍ରଭୁ ଆସିବେ, ଆପଣମାନଙ୍କୁ ଆଉ ମତେ ସମସ୍ତଙ୍କୁ ନେଇଯିବେ। ହାଲେଲୁୟା, ହାଲେଲୁୟା। ପିଇବା ପାଣି ମିଳିବ ନାହିଁ। ଲୋକମାନେ
ପିଇବା ପାଣି ନ ମିଳିଲେ କୂଅକୁ ଯିବେ, ପିଇବା ପାଣି ମିଳିବ ନାହିଁ, ସେମାନେ ନଦୀକୁ ଯିବେ, ନଦୀରେ ମଧ୍ୟ ପିଇବା ପାଣି ନାହିଁ, ନଦୀରେ ମଧ୍ୟ ପିଇବା ପାଣି ନାହିଁ, ଝରଣାରେ ମଧ୍ୟ ପିଇବା ପାଣି ନାହିଁ। କଣ ଅଛି? ରକ୍ତ ସବୁ ଅଛି, ରକ୍ତ ପାଣି ଝରୁଛି, ରକ୍ତ ବାହାରୁଛି। এটা ଆପଣମାନଙ୍କୁ ମୁଁ କପଡ଼ା ଲଗାଇକି ଦେଖୁଛି, କାରଣ ଏଠି ସ୍ୱାମୀ ସ୍ତ୍ରୀ ମାନେ ଛୋଟ ପିଲାମାନେ ଅଛନ୍ତି। ଏ କପଡ଼ା ନଥିବ, ନଙ୍ଗଳା ହେଇକି ପଥ ଯାକ ବାହାରୁଥିବ, ପୁଛ ଯାକ ବାହାରୁଥିବ, ୟାରେ ଶୋଷ ଲାଗୁଥିବ, ପାଣି ପିଇବା ପାଇଁ ବିକଳ ହଉଥିବ, ବାଧ୍ୟ ହେଇକି ରକ୍ତ ପିଇବେ, ବାଧ୍ୟ ହେଇକି ରକ୍ତ ପିଇବେ। ସେଥିପାଇଁ କଣ ପାଇଁ ପ୍ରଭୁ ଏ ନ୍ୟାୟ କଲେ? ये मनुष्य ପାଇଁ ଏଟା ଏତେ ବଡ଼ ଶାସ୍ତି କଣ ପାଇଁ ପ୍ରଭୁ ଦେଲେ? ତାହା ମାନେ ତଳକୁ ପଡ଼ିବା। ଯିଏ ପଢ଼। तब मैंने पानी के स्वर्गदूत को ये कहते सुना। ପାଣିର ସ୍ୱର୍ଗଦୂତ କଣ? ପାଣିରେ ଅଧିକାର ପାଇଥିବା ସ୍ୱର୍ଗଦୂତ ଏହା କହିବାର ଶୁଣିଲି, हे पवित्र, हे पवित्र, जो है और जो था, जो है और जो था, तू न्याय है, तू न्याय है, और तूने ये न्याय किया, तूने न्याय किया, क्योंकि उन्होंने पवित्र लोगों पवित्र लोगों को और भविष्यद्वक्ताओं का लहू बहाया था। भविष्यद्वक्ताओं का लहू बहाया था। हालेलुया, प्रेज द लॉर्ड। এই जो রক্ত পিবাটা আমি দেখুଛୁ কোন পাই না, এ মানে পরমেশ্বরଙ୍କର ଲୋକମାନଙ୍କୁ କଣ କରିଥିଲେ? ମାରି ଦେଇଥିଲେ, ବଳି ଦେଇଥିଲେ। ମାନେ ପ୍ରଭୁଙ୍କର ସୁସମାଚାର ପାଇଁ ଲୋକମାନଙ୍କୁ ମାରୁଛନ୍ତି, ପିଟୁଛନ୍ତି, ତାଡ଼ନା ଦେଉଛନ୍ତି। ସେଥିପାଇଁ ସ୍ୱର୍ଗଦୂତ କହୁଛନ୍ତି କଣ? ହେ ସଦା ପ୍ରଭୁ, ନ୍ୟାୟ ବିଚାରକର୍ତ୍ତା ପରମେଶ୍ୱର, ତୁମର ଦାସମାନଙ୍କୁ, ତୁମର ଭବିଷ୍ୟତ ଭକ୍ତମାନଙ୍କୁ ଯେଉଁମାନେ ମାରିଥିଲେ ଜୀବନରୁ, ଆଉ ତୁମେ ସେମାନଙ୍କ ପାଇଁ ଉତ୍ତମ ନିୟମ କଲ, ତୁମେ ଯୋଉ ନିୟମ କଲ କରେକ୍ଟ କଲ ପ୍ରଭୁ, ତୁମେ କରେକ୍ଟ, ତୁମେ ନ୍ୟାୟ ବିଚାର ପରମେଶ୍ୱର ବୋଲିକି ସ୍ୱର୍ଗଦୂତ କହୁଛନ୍ତି। ହାଲେଲୁୟା, ହାଲେଲୁୟା। ଆଉ ତାପରେ ପଢିବା, ବେଦୀରେ ଥିବା ଲୋକମାନେ ଯୋଉ କହୁଛନ୍ତି ସେଟା କଣ ଲେଖା ହେଇଛି ଶୁଣନ୍ତୁ। ବେଦୀରେ ପରମେଶ୍ୱରଙ୍କର ସ୍ୱର୍ଗରେ ବେଦୀ ତଳେ ଯୋଉ ଆତ୍ମା ଅଛନ୍ତି ସେମାନେ କଣ କହୁଛନ୍ତି ଶୁଣନ୍ତୁ। फिर मैंने बेदी से यह शब्द सुना, हाँ, हे सर्वशक्तिमान प्रभु परमेश्वर, हे सर्वशक्तिमान प्रभु परमेश्वर, बेदी तळु एमाने कोन करूछंती? कहउछंती तेरे निर्णय ठीक और सच्चे हैं। तमे जो निर्णय करिछ ठीक और सत्य, तमे जो निर्णय लेलो प्रभु, आमर रक्तर परिशोध ठीक और सत्य। तळे चौथे स्वर्गदूत ने अपना कटोरा हाँ। सूर्य पर उठे दिया। हाँ ठीक अछि। से माने कहउछंती प्रभु, तुमे जो न्याय कलो, तुमे जो निर्णय कलो, आमମାନଙ୍କୁ जो माने मारिथिले तमे ठीक कलो, करेक्ट कलो, तमे न्याय विचार परमेश्वर। हालेलुया, जोरदार करताली देवा। तेणु दिन आसीबो जो माने परमेश्वरଙ୍କ ଲୋକମାନଙ୍କୁ ମାରୁଛନ୍ତି, ପ୍ରଭୁଙ୍କର ଦାସମାନଙ୍କୁ ମାରୁଛନ୍ତି, ଖ୍ରୀଷ୍ଟିଆନ ବିଶ୍ୱାସୀମାନଙ୍କୁ ମାରୁଛନ୍ତି, ଖ୍ରୀଷ୍ଟିଆନ ଭାଇମାନଙ୍କୁ ମାରୁଛନ୍ତି, ସେମାନେ ଆଉ ଯୋଉମାନେ ପାପ କରିଛନ୍ତି, ବିବେଚାରରେ ଲିପ୍ତ ଅଛନ୍ତି, ମର୍ଡର କରୁଛନ୍ତି, ଅନେକ ପ୍ରକାର ମନ୍ଦରେ ଲିପ୍ତ, ଆନନ୍ଦ ଉଲ୍ଲାସ କରି ଏ ଜଗତରେ ବଞ୍ଚିଛନ୍ତି, ସେ ସମସ୍ତେ ରକ୍ତ ପିଇବେ, रक्त गाधेबे, रक्त खाना पका के रक्त खाएंगे, लहू खाएंगे। परमेश्वर जो डाले किचंते, जो न्याय करिसंते, ए न्याय ए पृथ्वी रे अति शीघ्र हेबा पाई जाउछि। हालेलुया, हालेलुया। मु आपन मान को देखेबी, आपन माने जानिथिबे ग्राम से प्रभुଙ୍କର दास ऑस्ट्रेलिया आसी आम भारत रे ओडिशा राज्य रे मयूरभंज जिल्ला रे
परमेश्वर सेवा करुथिले। कौन सेवा करुथिले? मयूरभंज जिल्लार कौन सेवा करुथिले? कौन सेवा करुथिले? कुष्ठी रोग मानकु से যত্ন নউଥିଲେ। কুষ্ঠী ରୋଗ ମାନଙ୍କୁ ଯତ୍ନ ନଉଥିଲେ। ଆଉ କୁଷ୍ଠୀ ରୋଗ ମାନଙ୍କ ପାଇଁ ଗୋଟେ ମେଡିକାଲ ତିଆରି କଲେ। ସେମାନଙ୍କ ପାଇଁ ପ୍ରାର୍ଥନା କରୁଥିଲେ ଏବଂ ଖ୍ରୀଷ୍ଟର ପ୍ରେମ ସେମାନଙ୍କୁ ଦେଉଥିଲେ। ସେଥିପାଇଁ ଆମର ରାଜ୍ୟର କେତେକ ଗୁଣ୍ଡା ମାନେ ତାଙ୍କୁ ମାରିଦେଲେ। କେମିତି ମାରିଲେ? ନା ତାଙ୍କୁ ତାଙ୍କର ପୁଅ, ଜଣେ ପୁଅ ନାଁ ହେଲା ଫିଲିପ ଆଉ ଜଣେ ପୁଅ ନାଁ ହେଲା ତିମୋଥି। ସେତେବେଳେ ଫିଲିପର 10 ବର୍ଷ ହଉଥିଲା, ତିମୋଥିର 6 ବର୍ଷ ହଉଥିଲା ପୁଅମାନେ। ଏବଂ ତାଙ୍କର ଝିଅ ଗୋଟେ ଅଛି, ଆଉ ମା ଅଛନ୍ତି ଏବେ ବର୍ତ୍ତମାନ। ଏ ବାପ ପୁଅ 3 ଜଣ ମାରିଦେଲେ। 3 ଜଣଙ୍କୁ ମାରିଦେଲେ। କେମିତି ମାରିଲେ? ଏମାନଙ୍କୁ ତାଙ୍କୁ ଗାଡ଼ିରେ ପୁରେଇକି ପେଟ୍ରୋଲ ଢାଳିଲେ, ଘାସ ସବୁ ଗାଡ଼ି ଉପରେ ପକେଇ ଏମାନଙ୍କୁ ଭିତରେ ବନ୍ଦ କରିକି ମାରିଦେଲେ। ଚିଲଉଛନ୍ତି ପ୍ରଭୁ, ହେ ପ୍ରଭୁ ଚିଲଉଛନ୍ତି ପିଲାମାନଙ୍କ ପାଇଁ। ତାଙ୍କର ବାପା ଚିଲଉଛନ୍ତି, ପିଲାମାନେ ଚିଲଉଛନ୍ତି, ବାପା ଆମେ ମରିଗଲୁ। ଛୋଟ ପଟ ହେଇକି ଗାଡ଼ି ଭିତରେ ମରିଗଲେ। କେବଳ ପ୍ରଭୁଙ୍କର ସେବା କରିବା ଦ୍ୱାରା କେତେ ଲୋକମାନେ ବର୍ଷା ଠାଙ୍ଗିଆ କୁରାଡେ ଧରିକି ସେମାନଙ୍କୁ ଘେରିକି ବୁଡଉଛନ୍ତି। ମୋର ମା ମାନେ, ମୁଁ ଆପଣମାନଙ୍କୁ ଏଥିପାଇଁ ଦେଖଉଛି, କାହିଁକି ଦେଖଉଛି ନା ଆମ ଜୀବନକୁ ପ୍ରସ୍ତୁତ କରିବା, ପରିବର୍ତ୍ତନ ହେବା। ସେମିତି ମାରିଛନ୍ତି। ଆଉ ମୁଁ ଆପଣମାନଙ୍କୁ ଦେଖେଇବି ଯେ ଏ ଝିଅ ପ୍ରଭୁଙ୍କୁ ଜାଣିଛି ବୋଲି ପାଖାପାଖି 40 ଜଣ ତାକୁ ଗଲତି କାମ କଲେ ଏବଂ ତାକୁ କ୍ରୁଶରେ ପାଟିରେ ପୁରେଇକି ମାରିଦେଲେ। ପ୍ରଭୁଙ୍କୁ ଜାଣିଛି ବୋଲିକି ଏ ପୁଅ ପ୍ରଭୁଙ୍କୁ ଜାଣିଛି ବୋଲିକି କ୍ରୁଶରେ ଟାଣିକି ଆଖିକୁ ପାଣି ଦେଇ ତାଙ୍କୁ ମାରିଲେ। ଏମିତି ଅନେକ ଲୋକମାନଙ୍କୁ ସେମାନେ ମାରିଲେ। ଗୋଟେ ପରିବାର ପ୍ରଭୁଙ୍କୁ ଜାଣିଛନ୍ତି ବୋଲି ସବୁକୁ ମାରିଦେଲେ। ବାପ ପୁଅକୁ ବାନ୍ଧିକି ପେଟ୍ରୋଲ ଲଗେଇକି ପୁଡେଇଲେ। କେତେ ଲୋକ ଛିଡା ହେଇକି ପୁଡଉଛନ୍ତି। ଏଠି ଜଣେ ପ୍ରଭୁଙ୍କର ଦାସକୁ ପୁରା ନମଳା କରିକି ପଥରରେ ଛେଚି ତାକୁ ମାରୁଛନ୍ତି। ଏମିତି ଅନେକ ଆପଣମାନଙ୍କୁ ଯଦି ଏଇଟା ଭିଡିଓ ଦେଖେଇବି ଆପଣମାନେ ଭୟଭୀତ ହେବେ, ରାତିରେ ନିଦ ହେବ ନାହିଁ। ସେମିତି ଲୋକମାନଙ୍କୁ ପ୍ରଭୁ କଣ କରିବେ? ରକ୍ତ ଯେଉଁମାନେ ନେଇଛନ୍ତି ସେମାନଙ୍କୁ ରକ୍ତ ପିଇବା ପାଇଁ ଦେବେ। ସେମାନେ ରକ୍ତ ଗାଧେଇବେ ଆଉ ରକ୍ତ ଖାଇବେ, ଆଉ ତାଙ୍କର ବାଟ ନଥିବ। ମନ ଫେର, ମନ ପରିବର୍ତ୍ତନ କର, ସ୍ୱର୍ଗ ରାଜ୍ୟ ସନ୍ନିକଟ। ମୁଁ କାହାଣୀ କହୁନାହିଁ, ଏଟା ଆପଣମାନଙ୍କୁ ଯାହା ବାକ୍ୟରେ ଲେଖା ଅଛି ସେଇଟା ଆପଣମାନଙ୍କୁ କହୁଛି। 2008 ମସିହାରେ ଆମର କନ୍ଧମାଳରେ ଦଙ୍ଗା ହେଲା। ମୁଁ ସେଠି ଅଙ୍ଗେ ନିଭେଇଛି। ମୁଁ ଜାଣିଛି କଣ କେମିତି ଲୋକମାନଙ୍କୁ ମାରିଛନ୍ତି। ହଜାର ଲୋକମାନଙ୍କୁ, ପ୍ରଭୁଙ୍କର ସନ୍ତାନ ମାନଙ୍କୁ ମାରିଲେ। ଅନ୍ୟ ଦେଶରୁ ଗୁଣ୍ଡା ମାନେ ଆସିକି, ଗୁଣ୍ଡା ମାନେ କହିଲେ ଆପଣ ଜାଣୁଥିବେ କିଏ ମାନେ ସେମାନେ, ଆହୁରି ଘୁଡେଇ ଟାଙ୍ଗିଆରେ ହାଣିଲେ, ନହେଲେ ବନ୍ଧୁକରେ ଲାଚିଲେ, ଆଉ ସେମାନଙ୍କୁ ମାରିଲେ। ଜେସିବି ଆସିକି ଗାତ ଖୋଳିକିରି ବୁଦ୍ଧି ଦେଲା। କୂଅ ମାନଙ୍କରେ ନେଇ ପାଣି ଥିବା ଜାଗାରେ ପକେଇକିରି ମାଟି ପକେଇକି ବୁଦ୍ଧି ଦେଲେ। ଏତେ ଲୋକମାନଙ୍କୁ, ପ୍ରଭୁଙ୍କର ଲୋକମାନଙ୍କୁ ମାରିଲେ। ଆମ 3 ଜଣଙ୍କୁ, ମୋ ବଡ଼ ଭାଇକୁ, ମତେ ଆଉ ସାନ ଭାଇକୁ, ଆମ ଗାଁରେ ଆମେ ଯେହେତୁ ପ୍ରଭୁଙ୍କର କାମ କରୁଛୁ ବୋଲି ଆମକୁ ମାରିବା ପାଇଁ ଆମର ଗୋଷ୍ଠୀର ଭାଇ ଯେହେତୁ ସେ ଗାଁରେ ଥିଲା, ସେ ଡରିକି ପୁଣି ଥରେ ତାଙ୍କ ସହିତ ସାମିଲ ହେଲା। କାଳେ ମତେ ମାରିଦେବେ ବୋଲି ଭୟ କରିକି ସେ ତାଙ୍କ ସହିତ ସାମିଲ ହେଲା।
ଗାଁର ସମସ୍ତେ କୁରାଡ଼ି ବଞ୍ଚା ଟାଙ୍ଗିଆ ଧନୁ ସର ସବୁ ନେଇକି ଆସିଲେ ଗାଁରେ ଆମକୁ ବୁଝିବା ପାଇଁ। ତାକୁ କହିଲେ ଏ 3 ଜଣକୁ ମାରିଦେବୁ, ତାଙ୍କର ଜମି ବାଡ଼ି ସବୁ ତୋର ହବ, ବୁଝିଲୁ, ଚାଲ କୋଉଠି ଅଛନ୍ତି ଦେଖା। ସେମାନେ ସେ ଭାଇକୁ ନେଇକି ଆସିଲେ। ଏ ବର୍ଷ ସେ କ୍ୟାନ୍ସରରେ ମରିଗଲେ। ଆପଣମାନଙ୍କୁ ମୁଁ କହିଛି କ୍ୟାନ୍ସରରେ ରୋଗ ହେଇକି ମରିଗଲେ। ତାପରେ ପୁଣି ଥରେ ସେମାନେ ଯେତେବେଳେ ନର୍ମାଲ ହେଇଗଲା ପୁଣି ଥରେ ପ୍ରଭୁଙ୍କ ଠାରେ ଫେରିଲେ। କାହିଁକି? ସେମାନେ ଭୟଭୀତ ହେଇକି ସେ ଆମର ସିଆଡ଼େ ଯାଇଥିଲେ। ତାପରେ ସେ ଆମକୁ କାନ୍ଦି କାନ୍ଦି କହିଲା ପରେ ନର୍ମାଲ ଯେତେବେଳେ କଥା ହେଲା, ମୋ ମା 3 ଦିନ ଜଙ୍ଗଲରେ ରହିଲା। 3 ଦିନ ଆମକୁ ଫୋନ କଲା, ବାବୁ ତମେ ଏଠି ଆସ ନାହିଁ, ଯଦି ତମେ ଆସିବ ତାହେଲେ ତମକୁ ମାରିଦେବେ, ଘର ମାନେ ଭାଙ୍ଗିଦେବେ, ତେଣୁ ତମେ ଆସ ନାହିଁ। ଆମକୁ ଫୋନ କଲାରୁ ମୁଁ ଗଲି ନାହିଁ। ବଡ଼ ଭାଇ ବି ଗଲେ ନାହିଁ, ସାନ ଭାଇ ବି ଗଲେ ନାହିଁ। ଏମିତି ପରିସ୍ଥିତି ଅଙ୍ଗେ ନିଭାଇଛନ୍ତି। ଆଉ ଘର ଯାକ ଅନେକ ପୁଡ଼େଇ ଦେଲେ, ଚର୍ଚ୍ଚ ଯାକ ଅନେକ ଭାଙ୍ଗି ଦେଲେ। ମାତ୍ର ପ୍ରଭୁଙ୍କର ଦୟାରୁ ତାମିଲନାଡୁରୁ, କେରଳରୁ, ହାଇଦ୍ରାବାଦରୁ, ଆନ୍ଧ୍ରାରୁ ଅନେକ ଲୋକମାନେ ସଦାପ୍ରଭୁଙ୍କର ସନ୍ତାନମାନଙ୍କୁ ସାହାଯ୍ୟ କରିବା ପାଇଁ ବାହାରିଲେ। ହାଲେଲୁୟା। ଆପଣମାନେ ଜାଣିଛନ୍ତି ପତ୍ର ଖାଇ ଖାଇ ଲୋକମାନେ ରହିଥିଲେ ଜଙ୍ଗଲରେ। ପତ୍ର ଖାଇ ଖାଇ ଦିନେ ନାହିଁ, 3 ଦିନ ନାହିଁ, 3-4 ମାସ ପର୍ଯ୍ୟନ୍ତ ଜଙ୍ଗଲରେ ପତ୍ର ଖାଇ ଖାଇ ରହିଥିଲେ। ପରମେଶ୍ୱରଙ୍କୁ ଏମିତି ଶାସ୍ତି ଦେବା ଲୋକମାନଙ୍କର ପାଇଁ ପ୍ରଭୁ ନ୍ୟାୟ ବିଚାର କରିବେ। ସେମାନଙ୍କୁ ରକ୍ତ ପିଇବାକୁ ଦେବେ, ରକ୍ତ ଗାଧେଇବେ, ରକ୍ତ ଖାଇବେ, ଆଉ ପାଇବେ। ହାଲେଲୁୟା, ହାଲେଲୁୟା। ଏଟା ମୁଁ ନିଜେ ଦେଖିଛି, ମୁଁ କହୁଛି। ମୋର ବାପା ମାନେ ଆମେ ଆଜି ପ୍ରଭୁଙ୍କ ପାଇଁ କାହିଁକି କଷ୍ଟ ପାଉଛୁ? ଆଜି ପ୍ରଭୁଙ୍କ ପାଇଁ ଅଭାବ ହେଲେ ବି ଆମେ ଦୁଃଖରେ ସୁଖରେ କାହିଁକି ପ୍ରଭୁଙ୍କ ସେବା କରୁଛୁ? କାରଣ ଏଥିପାଇଁ ମୁଁ ଯେମିତି ପ୍ରଭୁଙ୍କ ସହିତ ସ୍ୱର୍ଗ ରାଜ୍ୟ ଯିବି। ହାଲେଲୁୟା। ମୋ ପରିବାର ଯେମିତି ସ୍ୱର୍ଗ ରାଜ୍ୟ ପ୍ରଭୁଙ୍କ ଠାରେ ପାଇବ, ସେଥିପାଇଁ ଆମେ ପ୍ରଭୁଙ୍କୁ ଜାଣିଛୁ। ପ୍ରକାଶିତ ବାକ୍ୟ ଗୋଟେ ଲେଶ ମାତ୍ର ଏପଟେ ସେପଟେ ହେବ ନାହିଁ। ଯାହା ପ୍ରଭୁ ଲେଖିଛନ୍ତି ପ୍ରକାଶିତ ବାକ୍ୟ, ଯୋଉ ମାଛ ଧରିବା ଜହନଙ୍କ ମାଧ୍ୟମରେ ସେଇଟା ଗୋଟେ ଗୋଟେ କରିବେ। ହାଲେଲୁୟା। ଏଠାରୁ ବଞ୍ଚିବା ପାଇଁ ହେଲେ କଣ କରିବାକୁ ପଡ଼ିବ? ଏଠାରୁ ବଞ୍ଚିବା ପାଇଁ ହେଲେ କଣ କରିବାକୁ ପଡ଼ିବ? ସବୁ ଜଗତର ସୁଖ ଅଭିଳାଷକୁ ଛାଡ଼ିବାକୁ ପଡ଼ିବ। ଆମେ ଗୋଟେ ପଦ ପଢ଼ିବା, 2 ତିମୋଥୀ 22 ପଦ। କଣ ଲେଖା ଅଛି? ଓଡ଼ିଆ ପଦ। 2 ତିମୋଥୀ 22 ପଦ। 2 ତିମୋଥୀ 22 ପଦ, 2-22 ପଦ। କିନ୍ତୁ ତୁମ୍ଭେ ଯୌବନ କାଳର ଅଭିଳାଷରୁ ପଳାୟନ କରି ଟିକେ ମାଇଣ୍ଡରେ ପଢ଼। କିନ୍ତୁ ତୁମେ ଯୌବନ କାଳର ଅଭିଳାଷରୁ ପଳାୟନ କରି କିନ୍ତୁ ଏଠୁ ଉଦ୍ଧାର ପାଇବା ପାଇଁ କିନ୍ତୁ ତୁମେ ଯୌବନ କାଳରୁ ପଳାୟନ କର। ଯେଉଁମାନେ ଶୁଚି ହୃଦୟରେ ପ୍ରଭୁଙ୍କ ନିକଟରେ ଯୋଉମାନେ ଶୁଚି ହୃଦୟରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି, ସେମାନଙ୍କ ସହିତ ଧାର୍ମିକତା, ବିଶ୍ୱାସ, ପ୍ରେମ ଓ ଶାନ୍ତିର ଅନୁଗାମୀ ହୁଅ। ହାଲେଲୁୟା। ସୁଖ ଅଭିଳାଷ ମାନେ ଶରୀରର ଅଭିଳାଷ। ଶରୀରର ଅଭିଳାଷ 2 ପ୍ରକାର, ମନର ଅଭିଳାଷ ଆଉ ଶାରୀରିକ ଅଭିଳାଷ। ଆଖି ଦେଖିବା ଦ୍ୱାରା ଅଭିଳାଷ, କାନ ଶୁଣିବା ଦ୍ୱାରା ଅଭିଳାଷ, ଖାଇବା ଦ୍ୱାରା ଅଭିଳାଷ, ଶାରୀରିକ ବିଚାରରେ ଲିପ୍ତ ହେବାର ଅଭିଳାଷରୁ ତୁମେ ପଳାୟନ କର, ତାହେଲେ ତୁମେ ଏ ବିପଦରୁ ରକ୍ଷା ପାଇବ। ହାଲେଲୁୟା। ଆଖିର ଅଭିଳାଷ ସିରିଏଲ ଦେଖିବାର, ଆଖିର ଅଭିଳାଷ ଫିଲ୍ମ ଦେଖିବାର, ଆଖିର ଅଭିଳାଷ ନଙ୍ଗଳା ଫଟୋ ଦେଖିବାର, ତାହେଲେ ତୁମେ ସେଇ ଅଭିଳାଷରୁ ପଳାୟନ କଲେ ଏଇ ବିପଦରୁ ତୁମେ ବଞ୍ଚିବ।
ବାପା ମା ପିଲାମାନେ ଗୋଟେ ଜାଗାରେ ବସିକି ଟିଭି ଦେଖନ୍ତୁ ନାହିଁ, ବରଂ ବାପା ମା ସମସ୍ତେ ବସିକି ପ୍ରଭୁଙ୍କ ବିଷୟରେ ତର୍କତା କରନ୍ତୁ, କଥାବାର୍ତ୍ତା ହୁଅନ୍ତୁ, ତାହେଲେ ପ୍ରଭୁ ଏଇ ବିପଦରୁ ଆପଣମାନଙ୍କୁ ବଚାଇବେ। ଏଠିର କୌଣସି ତ୍ରାହି ନାହିଁ। 100% ଲୋକମାନଙ୍କୁ ପ୍ରଭୁ ମାରିଦେବେ। ସେଥିପାଇଁ ଆମେ ପଢିଲୁ, ହାୟ ରେ ମଣିଷ, ହାୟ ହାୟ ହାୟ। କଣ ପାଇଁ ପ୍ରଭୁ? ଜଣକୁ ପ୍ରଭୁ ହାୟ କହିଲେ ସେ ଆଉ ବଞ୍ଚିକି କିଛି ଲାଭ ନାହିଁ। ତେଣୁ ଏ ମୃତ୍ୟୁରୁ ବଞ୍ଚିବା ପାଇଁ ହେଲେ ଗୋଟିଏ କଥା, ଅଭିଳାଷରୁ ପଳାୟନ କର। ହାଲେଲୁୟା। ସେ ଯୁବକ ହଉ କି ଯୁବତୀ ହଉ କି ସଣ୍ଡେ ସ୍କୁଲ ପିଲାମାନେ ହୁଅନ୍ତୁ କି ବୁଢା ମାନେ ହୁଅନ୍ତୁ କି ସମବୟସ୍କ, ଆମେ ସମସ୍ତଙ୍କୁ ଏ ବାକ୍ୟ କହୁଛି, ତୁମର ଅଭିଳାଷରୁ ତୁମେ ପଳାୟନ କର। ତାହେଲେ ପଳାୟନ କରି କାହାକୁ ଅନୁଗମନ କରିବ? ଯେଉଁମାନେ ଧାର୍ମିକତାକୁ ଅନ୍ୱେଷଣ କରୁଛନ୍ତି, ଯେଉଁମାନେ ବିଶ୍ୱାସକୁ ଅନ୍ୱେଷଣ କରୁଛନ୍ତି, ଯେଉଁମାନେ ଶାନ୍ତିକୁ ଅନ୍ୱେଷଣ କରୁଛନ୍ତି, ସେମାନଙ୍କ ସହିତ ତୁମେ ଅନୁଗମନ କର। ହାଲେଲୁୟା, ହାଲେଲୁୟା। ନଚେତ୍ ପ୍ରଭୁ ଆପଣମାନଙ୍କ ପାଇଁ ତ୍ୟାଗ କରିକି ରଖିଛନ୍ତି ଏ ପରିମାଣ। ଯିଏ ପ୍ରଭୁଙ୍କୁ ଜାଣି ନାହିଁ ସେ ମଧ୍ୟ ଏଇଟା ଭୋଗିବ। ଯିଏ ପ୍ରଭୁଙ୍କୁ ଜାଣି ଶୁଣି ମନ୍ଦରେ ବିବେଚାରରେ ଅନେକ ପାପରେ ଲିପ୍ତ ଅଛି, ସେ ମଧ୍ୟ ଦିନ ଆସିବ, ରକ୍ତ ପିଇବ, ରକ୍ତ ଗାଧେଇବ, ରକ୍ତ ଖାଇବ। ପ୍ରଭୁ ସେଥିପାଇଁ ଦୂତ କହୁଛନ୍ତି, ହେ ନ୍ୟାୟ ପରମେଶ୍ୱର, ତୁମେ ଯାହା ନ୍ୟାୟ କଲ, ଯେଉଁମାନେ ପ୍ରଭୁଙ୍କର ଦାସମାନଙ୍କୁ ଜୀବନ ନେଇଥିଲେ, ଯେଉଁମାନେ ତୁମର ଭବିଷ୍ୟତ ବକ୍ତା ମାନଙ୍କୁ ପ୍ରାଣ ଦେଇଥିଲେ, ସେମାନଙ୍କୁ ନ୍ୟାୟ ବିଚାର କରିକି ସେମାନଙ୍କୁ ରକ୍ତ ପିଇବାକୁ ଦେଲ। ତୁମେ କରେକ୍ଟ ପରମେଶ୍ୱର ବୋଲି କହୁଛ। କିଏ? ପାଣିର ଦୂତ। ହାଲେଲୁୟା। ବେଦୀରେ ଥିବା ଲୋକମାନେ ପ୍ରାର୍ଥନା କରୁଛନ୍ତି, ହଁ ପ୍ରଭୁ, ଆଜି ତୁମେ ଯାହା ନ୍ୟାୟ ନିର୍ଣ୍ଣୟ କଲ, ଆମର ପ୍ରାର୍ଥନା ଶୁଣିକି ଆମର ରକ୍ତର ପରିଶୋଧ ତମେ ନେଲ, ତମେ ଠିକ ନିର୍ଣ୍ଣୟ କଲ, ତମେ ସତ୍ୟ ପରମେଶ୍ୱର। ହାଲେଲୁୟା, ହାଲେଲୁୟା। କାହାରିକୁ ପ୍ରଭୁ ଛାଡ଼ିବେ ନାହିଁ, କାହାରିକୁ ପ୍ରଭୁ ଛାଡ଼ିବେ ନାହିଁ, କାହାରିକୁ ଛାଡ଼ିବେ ନାହିଁ। ଏଇଟା ଦେଖନ୍ତୁ, ବ୍ଲଡ ରିଭର ଇନ ସଲଭେଟିଆରେ ଗୋଟେ ବ୍ଲଡ ରିଭର ଆପଣମାନଙ୍କୁ ମୁଁ ଦେଖଉଛି, ଶୁଣନ୍ତୁ। ଏଇଟା ଯୋଉ ବ୍ଲଡ ରିଭର, ଏଇଟା 2023 ମସିହାରେ 2013 ମସିହାରେ ଡିସେମ୍ବର 6 ତାରିଖ ଦିନ ଏ ନ୍ୟୁଜ ବାହାରିଥିଲା। ତେଣୁ ଏ ନ୍ୟୁଜ ଆପଣମାନେ ପଢିଲେ ଜାଣିବେ। ତେଣୁ ପଢିବା ପାଇଁ ମୁଁ ଚାହୁଁନାହିଁ। ରକ୍ତର ନଦୀ ସଲଭେଟିଆରେ ହେଇଥିଲା। କାହିଁକି ନା ମୋର ପିଲାମାନେ ପୃଥିବୀରେ ଅଛନ୍ତି, ସେମାନେ ଏମିତି ଚିହ୍ନ ଦେଖିଲେ ମନ ପରିବର୍ତ୍ତନ କରିବେ। ସେଥିପାଇଁ ଏ ନଦୀ, ରକ୍ତର ନଦୀ ପ୍ରଭୁ କୋଟେ କରିଛନ୍ତି। କୋଟେ ସ୍ଲୋଭାକିଆ, କଣ ସେଟା ଦେଶ ନା? ଏଟା ସ୍ଲୋଭାକିଆରେ କରିଛନ୍ତି। ହାଲେଲୁୟା। ତେଣୁ ଯେଉଁମାନେ ବାକ୍ୟ ଶୁଣି ପରିବର୍ତ୍ତନ ହେବେ, ସେମାନଙ୍କ ପାଇଁ ସ୍ୱର୍ଗ ରାଜ୍ୟ ଅଛି। ଯେଉଁମାନେ ପରିବର୍ତ୍ତନ ହେବେ ନାହିଁ, ଏବେ ଆସିବେ ନାହିଁ, ତା ଟିକେ ମଜା ନେବି, ତା ଆଉ ଦେଖିବି ଯୀଶୁ ଆସିଲା ବେଳେ କାମ କରିବି, କେତେବେଳେ ଯୀଶୁ ଆସିକି ମଣ୍ଡଳୀକୁ ନେଇଯିବେ କେହି ଜାଣିନାହାନ୍ତି। ସେଥିପାଇଁ ତାକୁ ଗୁପ୍ତ ଆଗମନ ବୋଲି କହିଲେ। ସେ ଚୋର କରି ଆସିବେ, ସେ ଆସିବା ସମୟରେ କିଏ ଜାଣିପାରିବେ ନାହିଁ। ତେଣୁ ପ୍ରସ୍ତୁତ ହେଇକି ଆମେ ଜଗିବା। କାହାକୁ? ପ୍ରଭୁଙ୍କୁ, ଯୀଶୁକୁ ଆମେ ଜଗିବା। ହାଲେଲୁୟା। ଏଠି ଗୋଟେ ନ୍ୟୁଜ ବାହାରିଛି, 8 ଫେବୃଆରୀ 2018 ମସିହାରେ, 8 ଫେବୃଆରୀ 2018 ମସିହାରେ ହିନ୍ଦୀ ନ୍ୟୁଜ। ଆମେ ଦେଖୁଛୁ ବ୍ଲଡ ରିଭର ଇନ ସିବେରିଆ, ରୁଷିଆରେ ବ୍ଲଡ ରିଭର। ଏ ବ୍ଲଡ ରିଭର କାହିଁକି ହେଲା ମୁଁ ଆପଣମାନଙ୍କୁ କହୁଛି, ନ୍ୟୁଜ ଶୁଣନ୍ତୁ।
ज्ञान भी आपको दे, इन्फॉर्म भी आपको दे। ये खबर अपनी ऐसी है। थोड़ा सा हैरान करिए, खूनी नदी ये कोई कहानी या कल्पना नहीं बल्कि सच है। आपको दिखाते हैं खूनी नदी का ये वीडियो। रक्त नदी रूस के साइबेरिया में बहुत बड़ा नदी देखो। नदी में अचानक पानी की जगह खून जैसा कुछ लाल लाल दिखाई देने लगा। इसे बाइबल वंशे बताया जाता है। बाइबल बना बाइबल में कही गई 10 विपत्तियों में से एक इसे माना जा रहा है। इसमें नदियों का पानी खून की तरह होने की बात की गई है। रूस में प्रचलित कुछ किताबों के बारे में अगर कहा जाए तो इसका जिक्र मिलता है। वैज्ञानिक इसके कारण का पता लगाने के लिए बहुत मेहनत, बहुत मशक्कत कर रहे हैं। वो इसे एक प्राकृतिक घटना मान रहे हैं। नदी में लाल रंग के कार्बन की जांच की जा रही है। साइबेरिया की इस नदी को लेकर लोग बहुत डरे हैं। हालेलुया। बहुत बड़ नदी ରୁଷିଆ ଅଛି ଆଉ ସେ ରୁଷିଆ ନଦୀରେ ରକ୍ତର ନଦୀ ବହୁଛି। କାହିଁକି କାହିଁକି ଜାଣିଛନ୍ତି? ପରମେଶ୍ୱରଙ୍କୁ ଜାଣନ୍ତୁ। ବାଇବେଲ ବିଷୟରେ ଯାହା ଲେଖା ଅଛି ଏ ଦେଶରେ ପ୍ରତ୍ୟେକ କୋଣେ ସ୍ଥାନେ ପ୍ରତ୍ୟେକ ବିଷୟ ଘଟୁଛି। ମୋର ବାପା ମାନେ, ମୋର ମା ମାନେ ଯେଉଁମାନେ ପ୍ରଭୁଙ୍କୁ ଭୟ କରିକି ପ୍ରଭୁଙ୍କୁ ଅପେକ୍ଷା କରି ରହିବେ, ପ୍ରଭୁ ଆସିଲା ବେଳେ ସେମାନେ ପ୍ରଭୁଙ୍କ ସହିତ ସ୍ୱର୍ଗ ଯିବେ। ଏଇଟା ଯୋଉଟା ଦେଖଉଛି ମୁଁ କାହାଣୀ ନୁହଁ, ବାଇବେଲରେ ଯୋଉଟା ଲେଖା ଅଛି ସେଇଟା ମୁଁ ଦେଖଉଛି। ଆଉ ଯେଉଁମାନେ ମନ ପରିବର୍ତ୍ତନ କରିବେ ସେମାନଙ୍କ ପାଇଁ ଭଲ ଆଉ ଉତ୍ତମ। ମନ୍ଦ ଠାରୁ ପୃଥକ ଜୀବନ କାଟନ୍ତୁ, ପରିବର୍ତ୍ତନ ହୁଅନ୍ତୁ ଏବଂ ପ୍ରଭୁଙ୍କ ଠାରେ ଭୟରେ ଚାଲନ୍ତୁ। ପ୍ରଭୁ ଆପଣମାନଙ୍କୁ ସୁସ୍ଥ ସବଳ ରଖି ଯେତେବେଳେ ସେ ମେଘମାଳରେ ଆସିବେ ତମକୁ ମଧ୍ୟ ସ୍ୱର୍ଗ ନେଇଯିବେ। ହାଲେଲୁୟା। ତ ଆମେ ଦେଖୁଛୁ ଯେ ଏଇ ଯୋଉ ଆର୍ଜେଣ୍ଟିନା ରିଭରରେ ମଧ୍ୟ ରକ୍ତର ନଦୀ, ଏଇଟା ଶୁଣନ୍ତୁ, ଏଇଟା ଇଂଲିଶରେ ଅଛି ରକ୍ତର ନଦୀ। ଆର୍ଜେଣ୍ଟିନାରେ ମଧ୍ୟ ରକ୍ତର ନଦୀ। Social media last week, they also reported a smell coming from the river. Reports say the stream runs through the municipality of Avellaneda, which is home to a leather-making industry, where animal skins are treated with chemicals. However, it's still unclear what caused the river to turn red and whether or not it's toxic. Reports say local residents have been filing complaints against local businesses for decades, because this is not the first time something like this has happened. The river has reportedly turned other colors in the past, including green, violet, and brown. Avellaneda is about 10 miles outside of the capital of Buenos Aires, and environmental officials are leading an investigation to get to the bottom of this mystery. For Inside Edition Digital, I'm Mara Montulano. Hallelujah. ଆର୍ଜେଣ୍ଟିନାରେ ନ୍ୟୁଜ୍ କହୁଛି ଏଇ ଯୋଉ ରକ୍ତର ନଦୀ ବହୁଛି ଏ ବିଷୟରେ ବାଇବେଲରେ ଲେଖା ହେଇଛି। କାହିଁକି ନା ଦେଶ ସାରା, ମୁଁ ସେଦିନ ଦେଖୁଥିଲି କେରଳରେ କେତେ ରକ୍ତ ବର୍ଷା ହେଲା ଦେଖେଇଥିଲି, ଏବେ ନଦୀ ଯାକ ଦେଖଉଛି। ଆପଣମାନେ ଭାବୁଥିବେ ଆମେ ନଦୀର ପାଣି ନ ପିଇଲେ ନାହିଁ, ଆମେ ତ ଶୁଖା ଭୂମିରେ ଅଛୁ ନା, ରକ୍ତ କୋଉଠି ଆସିବ? ଆପଣମାନେ ଜାଣିବା ଦରକାର ସେ ଝରଣାରୁ ହିଁ ପାଣି ଆସୁଛି। ସେ ଝରଣାର ରକ୍ତ ଆସିବ ନଳକୂଅରେ ପଶିବ, ସେ ଝରଣାର ରକ୍ତ ଆସିବ କୂଅରେ ପଶିବ। ଆପଣ କୋଉଠି ମଧ୍ୟ ତ୍ରାହି ପାଇବେ ନାହିଁ, ସମସ୍ତେ ରକ୍ତ ପିଇବେ। ରକ୍ତ ଯଦି ଏଠି ଅଛନ୍ତି ପାପ କରି, ତେଣୁ ଏଇ ପାପରୁ ବଞ୍ଚିବା ପାଇଁ ହେଲେ ପ୍ରଭୁଙ୍କ ଠାରେ ବିଶ୍ୱାସ କରେ, ତାଙ୍କର ଆଜ୍ଞା ମାନ। ତାଙ୍କର ଆଜ୍ଞା 6 ଦିନ ତୁମେ କାମ କରିବ। ମୁଁ କାମ କରିବା ପାଇଁ ଆପଣମାନଙ୍କୁ ମନା କରୁନାହିଁ। କାହିଁକି ନା ପ୍ରଭୁ କହିଛନ୍ତି କାମ କର। କାମ କର ମତଲବ ନାହିଁ ଯେ ତମେ ପ୍ରଭୁଙ୍କୁ ଭୁଲି ଯାଅ। କାମ ବି କର ଆଉ ପ୍ରଭୁଙ୍କୁ ସ୍ମରଣ ବି କର। ହାଲେଲୁୟା। କାମ ବି କର ଆଉ ପ୍ରଭୁଙ୍କ ଠାରେ ପ୍ରାର୍ଥନା ବି କର। କାମ ବି କର, ଫାଷ୍ଟିଂ ପ୍ରେୟାର ବି ରଖ। କାମ ବି କର, ଉପବାସ ପ୍ରାର୍ଥନା ବି କର। କାମ ବି କର, ଘରେ 3 ଥର ପ୍ରାର୍ଥନା କର। ତାହେଲେ କଣ ହେବ? ପ୍ରଭୁ ତମକୁ ସ୍ୱର୍ଗ ନେବେ। ହାଲେଲୁୟା। ହାଲେଲୁୟା। 7 ଦିନ ପ୍ରଭୁଙ୍କର ଆଜ୍ଞା, ମୋହର ବିଶ୍ରାମ ଦିନ ପବିତ୍ର ରୂପେ ପାଳନ କରିବ। ବିଶ୍ରାମ ଦିନ
6 ଦିନ କାମ କରିବ, 7 ଦିନରେ ବିଶ୍ରାମ ଦିନ ପାଳନ କରିବ। କେତେ ଲୋକ କହୁଛନ୍ତି ଶନିବାର ଏକା ବିଶ୍ରାମ ଦିନ। ନାଇଁ ନାଇଁ, ପ୍ରଭୁ ସେମିତି ଶନିବାର କହିନାହାନ୍ତି, ସୋମବାର କହିନାହାନ୍ତି, ମଙ୍ଗଳବାର କହିନାହାନ୍ତି, ରବିବାର କହିନାହାନ୍ତି। ଆମର ଭାରତରେ ରବିବାର ଛୁଟି ବୋଲି ଆମେ ରବିବାର ପ୍ରାର୍ଥନା କରୁଛୁ, ପ୍ରଭୁଙ୍କ ଠାରେ ଆରାଧନା କରୁଛୁ। ଦୁବାଇରେ ଆମ ଆରବିଆ କଣ୍ଟ୍ରିରେ ଶୁକ୍ରବାର ଛୁଟି ବୋଲି ସେମାନେ ଶୁକ୍ରବାରରେ ପ୍ରାର୍ଥନା କରୁଛନ୍ତି। ଏମିତି ଅନେକ ଦେଶ ମାନଙ୍କରେ ଯୋଉ ଦିନ ଛୁଟି ସେ ଦିନରେ ପ୍ରଭୁଙ୍କର ଆରାଧନା କରୁଛନ୍ତି। ସେଇ ଦିନ ସେମାନଙ୍କର ସପ୍ତମ ଦିନ। ହାଲେଲୁୟା, ହାଲେଲୁୟା। ତେଣୁ ଆମେ ମଉସାଙ୍କର ବ୍ୟବସ୍ଥା କରିକିରି ଆମେ ଯଦି ଚାଲିବା ଯେ ମଉସାଙ୍କର ବ୍ୟବସ୍ଥାରେ ସାବତେ ଶନିବାର ବୋଲି ଲେଖା ହେଇନାହିଁ, ମାତ୍ର ଗୋଟେ ଦିନ ବିଶ୍ରାମ ଦିନ ହେଲା ସାବତେ। ସେଇ ଦିନ ଆମେ ଶୁକ୍ରବାର ହଉ, ସୋମବାର ହଉ, ମଙ୍ଗଳବାର ହଉ, ବୁଧବାର ହଉ, আর ଯେତିକି ବାର ହଉ, ଗୋଟେ ଦିନ ପ୍ରଭୁଙ୍କର ହଉଛି ପବିତ୍ର ଦିନ। ହାଲେଲୁୟା, ବୁଝିପାରିଲେ? ତେଣୁ ମୁଁ କହିବା କଥା যে গির্জা প্রার্থনা উপাসনা করিবা নিহাতি আবশ্যক। এবে আমি 3 নম্বর আমার পাত্র ঢালিবাটা সরিগলা। আমি এবে 4 নম্বর দেখিবা। 4 নম্বরে আমি দেখিবা 16 পর্ব 8 পদ আর 9 পদ পড়িবা। হ্যাঁ, ঠিক ঠিক আছে। ଚତୁର୍ଥ ଦୂତ ଆପଣା ପାତ୍ର ସୂର୍ଯ୍ୟ ଉପରେ ଢାଳିଲେ। ଚତୁର୍ଥ ଦୂତ ଆପଣା ପାତ୍ର, ଯୋଉଟା ମେଷ ଶାବକର କ୍ରୋଧ ଅଛି, ସୁନାର ପାତ୍ର, ସେଇଟା ନେଇକି ଚତୁର୍ଥ ଦୂତ ସୂର୍ଯ୍ୟ ଉପରେ ଢାଳି ଦେଲେ। କାହା ଉପରେ? ମା ମାନେ କାହା ଉପରେ? ବାପା ମାନେ କାହା ଉପରେ ଢାଳିଲେ? ସୂର୍ଯ୍ୟ ଉପରେ। ସୂର୍ଯ୍ୟ ଉପରେ ଯେତେବେଳେ ଢାଳି ଦେଲେ, ସୂର୍ଯ୍ୟ ଉପରେ ଯେତେବେଳେ ଢାଳି ଦେଲେ କଣ ହେଲା? ତଳେ ପଡ। ତ ମୁଁ ତାହାକୁ ମନୁଷ୍ୟମାନଙ୍କୁ ଅଗ୍ନିରେ ଦଗ୍ଧ କରିବା। ମନୁଷ୍ୟମାନଙ୍କୁ, ଜଗତର ଗଛଲତାକୁ ନାହିଁ, ମନୁଷ୍ୟମାନଙ୍କୁ ଦଗ୍ଧ କରିବା ପାଇଁ ଶକ୍ତି ଦିଆଗଲା। ଶକ୍ତି ଦିଆଗଲା। କାହାକୁ? ସୂର୍ଯ୍ୟକୁ ଶକ୍ତି ଦିଆଗଲା। ସେତେବେଳେ ମନୁଷ୍ୟମାନେ ମହାତାପରେ ଦଗ୍ଧ ହେଲେ। ମହାତାପରେ ଦଗ୍ଧ ହେଲେ। ଆଉ ଯେଉଁ ଈଶ୍ୱରଙ୍କ ଏହି ସମସ୍ତ କ୍ଲେଶ ଉପରେ, ଯେଉଁ ଈଶ୍ୱର ସମସ୍ତଙ୍କ କ୍ଲେଶ ଉପରେ ଅଧିକାର ଅଛି, ତାହାଙ୍କ ନାମରେ ନିନ୍ଦା କଲେ, ତାହାଙ୍କୁ ଗୌରବ ଦେବା ନିମନ୍ତେ ମନ ପରିବର୍ତ୍ତନ କଲେ ନାହିଁ। ହାଲେଲୁୟା। ବରଂ ସେମାନେ ଉଲ୍ଟା ପ୍ରଭୁଙ୍କୁ ନିନ୍ଦା କଲେ। ଯେମିତି କରୁଛନ୍ତି, ଏମିତି କରୁଛନ୍ତି, ସେମିତି କରୁଛନ୍ତି, ନିନ୍ଦା କଲେ, ମାତ୍ର ମନ ପରିବର୍ତ୍ତନ କଲେ ନାହିଁ। ସୂର୍ଯ୍ୟର ତାପରେ ସେମାନେ ଜଳି ପୁଡ଼ି ହଉଛନ୍ତି। ପ୍ରଥମ ହେଲା ସେମାନଙ୍କୁ ବଡ ବଡ କଥା ଅଛି, ପୂଜ ବାହାରୁଛି, ଇଆଡେ ରକ୍ତ ପାଣି ପିଇବାକୁ ମିଳୁଛି, ଆହୁରି ସୂର୍ଯ୍ୟ ଏମାନଙ୍କୁ ଜଳାପୋଡା କରୁଛି। ଜଳାପୋଡା। ଏ ପୃଥିବୀରେ ନମଳା ହେଇ ପଡିଥିବା ଲୋକମାନେ, ବିନା କପଡାରେ ପାପ କରିକି ବସିଥିବା ଲୋକମାନେ ଜଳାପୋଡା ହଉଛନ୍ତି। କାହା ଦ୍ୱାରା? ସୂର୍ଯ୍ୟ ଦ୍ୱାରା। ପ୍ରଭୁ ତାକୁ ସୂର୍ଯ୍ୟକୁ କ୍ଷମତା ଦେଲେ, ମଣିଷକୁ ଜଳି ପୋଡି ଦେଲେ। କାହିଁକି? ମହାକ୍ଲେଶର ସମୟ। ମନୁଷ୍ୟର ଉଦ୍ଧାର ନାହିଁ। ମୋର ବାପା ମାନେ, ମୁଁ କାହିଁକି ଏଠି ଚିଲେଇ ଆପଣମାନଙ୍କୁ କହୁଛି? କଣ ପାଇଁ କହୁଛି? ମୋର ଡଗରୀ ଲୋକମାନେ ସମସ୍ତେ ଉଦ୍ଧାର ପାଆନ୍ତୁ। ଯିଏ ଗିର୍ଜା ଉପାସନା ଆସୁନାହାନ୍ତି, ବହୁତ ପରମେଶ୍ୱରଙ୍କ ଠାରୁ ଦୂରରେ ଅଛନ୍ତି। କାରଣ ପରମେଶ୍ୱରଙ୍କର ପ୍ରଥମ ଆଜ୍ଞା, ପରମେଶ୍ୱରଙ୍କର ଆଜ୍ଞା ଯୋଉଟା ମୁଁ 2ଟା ଆଜ୍ଞା କହିଲି, ଯେ ତୁମେ ପବିତ୍ର ରୂପେ ମୋର ବିଶ୍ରାମ ଦିନ ପାଳନ କରିବ, ଏଟାକୁ ସେମାନେ ପାଳନ କରିନାହାନ୍ତି। ସେମାନଙ୍କର କାଠର ନିଆଁ ଲିଭି ଯାଇଛି, କାରଣ ସେମାନେ ଅଲଗା ଅଛନ୍ତି। ଯେଉଁମାନେ କାଠ ସହିତ ଯୋଡ଼ି ହେଇକି ଜଳୁଛନ୍ତି, ସେମାନେ ଜଳୁଛନ୍ତି। ସେଥିପାଇଁ ଯେଉଁମାନେ ଜଳୁଛନ୍ତି ସେମାନଙ୍କ ପାଖକୁ ଆସ, ତମେ ବି ଜଳିବ।
और ता पवित्र आत्मा को द्वारा तुम्हें मुद्रांकित हेब सुरक्षा पाइब। हालेलुया हालेलुया। एटा मो कहानी को नै कि आपण मान को मु जहा लेखा अछि आपण मान को कहूची कारण स्वर्ग राज्य सन्निकट। हालेलुया। कारण कहतो कारण स्वर्ग राज्य सन्निकट। आउरी समय नै आउरी अछि विलंब हब एटा भाव नै केते बेले आसी प्रभु गुप्त भाव रे तांको मंडली को नेबे सेते बेले आपण माने मंडली सहित जीवार अछि। हालेलुया। नहले रक्त पीबे फुडा माने घारे रहिबे आ फुडा माने घा जाक हेतिबो नमला पडिथिबे आ सूर्य तुमको जला पुरा करिवो सुस होतिबो रक्त पीबो भूख होतिबो रक्त खाइबो गाधेइबो रक्त। हालेलुया। जो माने खैनी खाउछ जो माने मद पिउछ जो माने पुड़िया खाउछ जो माने व्यवसाय काम करूछ जो माने टीवी देखुछ जो माने फ्री फायर खेलुछ पोगो चैनल छोटा भी आओ से सुपरमैन ए सब जति की करूछ सावधान सावधान सावधान। परमेश्वर वाक्य भयानक से दिन एपरी हब तुम जीवन से मोर बापा माने मोर माँ माने मन परिवर्तन करंतु मन परिवर्तन कले स्वर्ग राज्य तुम मानकर हेबो। हालेलुया। जणे लोक मते कहला मोर गछ काहे प्रभु कले मु कहली मोर गछर फल खाइबा पई प्रभु कले सेटा तामे रांदी खाउछु तमे सेटा पूजा करी विष करी खाउछ सेति पई प्रभु मना करछन कहला को नाही हेले गजे गछ काहे प्रभु कले मु कहली प्रभु केतेटा गछ औषध पर्व पई करिसथि गजे गछ कैंसर रोग पई प्रभु तैयार करिसथि ताहे आप मु कहली ठीक अछि तमे जदि गजे गछ खाउछ तमे जाओ ए कन्यार फल खाइबो काहे कन्यार फल खाइले से मरबी बोली जानिछि कन्यार फल खाइबो जाओ नहीं सेटा केति खाइबी मु कह काय खाइबो नाही सेटा तो खाइबाटा खाओ कोटा खाइबो कोटा न खाइबो बाइबल रे सब स्पष्ट रूपे लिखा अछि जो माने ए परि कथाबार्ता कहउछथि से माने ईश्वरकर निंदा करूछ ईश्वरकर निंदा करूछ महुल खाइबा पई परमेश्वर प्यार करछथि आगे हम कोन करथि न महुल को सिजे कि हमें खाउथि मुख भी खाइ छोट बड़े मु भी खाइछि आमे खाइछु से महुल को तमे विष करी कि पीबो आ प्रभु कर निंदा करिवो शैतान रो काम सेटा शैतान दूर रे पळे आसो एबे मध्य समय अछि अनुग्रह पीरियड अछि परमेश्वर आपण मानकर अपेक्षा करि अछथि कारण प्रभु पापी मानक को अपेक्षा करि अछथि पापी मानक को प्रेम करथि पाप को नुह जो माने भूल करछथि से मान को क्षमा करिवा पई से अपेक्षा अछथि आजि ए समय रे अनुताप करंतु आ भावतु ए वाक्य मते प्रभु जणेले मु आजि तु निष्पत्ति नेबी मु आ कोनोसी पाप करिबि नाही। हालेलुया। मु कोनोसी पाप करिबि नाही मु प्रभु को पाई कष्ट पाइबि जो माने त्याग जीवन काटुना प्रभु को पाई त्याग जीवन काटुना तमे केबे भी भाव नाही मु स्वर्ग राज्य जीवी तमे भाबुछ मु ए दुनिया रे मजा भी नेबी खुशी भी नेबी आ साथ साथ बुलबी बेसिया काम करबी आ अनेक खराब काम करबी मद पीबी पुड़िया खाइबी सब मोर इच्छा मु जोटा करबी आ तमे आशा करछ स्वर्ग राज्य मु जीवी केमिति हबो हबो नाही चलिबो नाही मु जहा कहूची सत कहूची आजि हेला परिवर्तन दिन आजि हेला समय आंटे कि प्रार्थना करतु कहा को कहिबा दरकार नाही निज निज को परिवर्तन करतु आजि परमेश्वर को उपस्थिति रे मन परिवर्तन करतु ताहेले प्रभु ए विपद रक्षा करिबे। हालेलुया हालेलुया। आमे देखुछु यूएसए रे केबी पुडी गला देखंतु இந்த மாதிரி ஒரு டிவி பிரச்சனை இதுல பார்த்தது இல்லை கேள்விப்பட்டதும் இல்லை
என்ன கட்டட एंजलिस गार्डन ऐसा 2025 7 तारीख இந்த को காட்டு தீ பரவுனது ஜனவரி மாசம். அமெரிக்கால லாஸ் ஏஞ்சல்ஸ் கம்ப்ளீட்டா காலி, கலிபோர்னியா அப்படியே அழிஞ்சிருச்சு. அப்படியே எப்படி இதெல்லாம் सब जोड़ी पड़ी गला நெருப்பாவே मैदान हे गला ஒரு 4-5 நாளா எரிஞ்சிட்டு இருக்கு. இன்னைக்கு வரை அந்த நியூஸ்ல போட்டுட்டு தான் இருக்கு. கட்டடங்கள்லாம் எரிஞ்சு புகை மண்டி ஊர்ல யாருமே இல்லை, எல்லாருமே வெளியூர். இந்த மாதிரி இருந்துச்சு 4 நாளைக்கு முன்னாடி. ஆனா இதே இடம் இப்ப எப்படி இருக்குன்னு உங்களுக்கு தெரியுமா? அதுல போட்டுருக்காங்க. देखो எரிஞ்ச கட்டடங்கள்லாம் எனக்கு பார்த்தாலே கட்டடம் எரிஞ்சு கட்டடங்கள்லாம் பிடிச்சி எரியுது. ஒரு மெக்டானல்ஸ் எப்படி எரியுது பாரு, பச்சை மரம் பிடிச்சி எரியுது. எனக்கு என்னன்னா அவ்வளவுதானே நம்ம சேர்த்து வச்சது, எல்லாருக்கும் உதவி பண்ணலையா, குடும்ப சண்டை அந்த சண்டை இந்த சண்டை, அந்த மாதிரி நான் தத்துவம் சொல்ல வரல. எல்லாமே வேஸ்டா போச்சு. நம்மளுடைய சிந்தனையில எல்லாம் வேஸ்ட், சேர்த்து வச்சதெல்லாம் வேஸ்ட். ஒரு பூமி ஒரு பக்கம் தீ பிடிச்சி எரிஞ்சு அசத்தும் போது யார் அதை தடுக்க முடியும்? யாரால என்ன செய்ய முடியும்? நின்றுகிட்டு இருக்க பச்சை அபார்ட்மெண்ட் பில்டிங் வேற எல்லாமே எரியுது. கடற்கரையெல்லாம் அதுக்கு பக்கத்துல இருந்ததெல்லாம் எங்க வந்துச்சு இந்த நெருப்பு? ஒருத்தர் சொல்றான் மேல இருந்து கொட்டுச்சுங்க. இது வந்து கார் உருகி போன அலுமினியம் உருகி ஓடி இருக்கு. எல்லா பில்டிங்குமே எரிஞ்சு போச்சு. இன்னும் நடக்கும். हालेलुया एटा कोटे एठी जानिछथि अमेरिका रे कैलिफोर्निया एंजेलस बोली जगह अछि कोन एंजेलस बोली से एंजेलस जगह रे खाली एक्टर्स माने बड़ बड़ स्टार माने अछि सिनेमा तैयार करबा लोक माने हीरोइनी माने हीरो माने डब्ल्यू खेलुथिबा लोक माने सब अछथि करोड़ करोड़ टंकार घर जाक करिसथि से माने पाप रे मातिछथि से माने अनेक ए बाइबल विषय रे परिहास कथा मते कहिछथि 7 तारीख जनवरी 2025 मसिया रे सब घर जल पड़े नष्ट हो गला गोटे जिनिस तो नेबा पाई पाइले बहुत मूल्यवान रे काठर घर जाक सब जळी अमेरिका रे बहुत भलो भलो घर जाक काठरे दिया हुए बहुत मूल्यवान गछ काठरे से सब घर जल पड़ी गला काहे कि ए अमेरिका लोक माने पाप फेरी आस आज मु आपण मान को कहबे तुमर बड़ भाई हिसाब तुम सान पुओ हिसाब बड़ पुओ हिसाब जहाँ भी तुम्हें भाव मुझे फेरी आस समय सन्निकट आ समय नाई आमे न्यूज गुड़ा देखुथिबा कान रे सुनुथिबा सब किछु देखुथिबा जानथिबा मन परिवर्तन न कले किछि लाभ हबो नाही तेणु करे मन परिवर्तन करंतु प्रभु ए सब जंत्रणारो आपण मान को उद्धार करिवे हालेलुया ए सब जंत्रणारो प्रभु आपण को उद्धार करिवे समय हला तेणु आज एतिकी रखुछि आपण मान को एतिकी मु भाई हिसाब रे आपण मान को पुओ हिसाब रे आपण मान को बड़ भाई हिसाब रे आपण को अंकल हिसाब रे जहां भी तमे एटी देखलो आज सुनिलो मन परिवर्तन करो आ प्रभु कटरे लागि रहो जे माने स्त्री मान को झगड़ा करूछ दया करी स्त्री मान को झगड़ा करबा छाड़ जो स्त्री माने पुरुष मान को झगड़ा करूछ दया करी झगड़ा छाड़ जमी बारे कोर्ट कचेरी न जाई प्रभु कटरे प्रार्थना सहित अपेक्षा करी हो प्रभु आपन को से दिन स्मरण करी स्वर्ग को नेबे हालेलुया समस्त आठंतो निज निज किछि भूल करूछन्ति रविवार दिन गिरजा आसुनाहांति प्रार्थना करे करूनाहांति काम रे व्यस्त अछन्ति प्रभु को देउनाहांति